ଏଠି ଦେଖନ୍ତୁ ଟାଇମ୍ ହେଇଗଲାଣି 10ଟା ବାଜିବାକୁ 15 ମିନିଟ୍ ଅଛି। ଆଉ ମୋ ଧନ ଏଠି ଶୋଇଛି ଉଠିନି। ସେ ରାତିରେ ଶୋଇନଥିଲା ବୋଲି ତାର ଆରାମସେ ଶୋଇଛି। ମୁଁ ତାକୁ ଏଠି ଫ୍ୟାନ୍ ଲଗାଇ ଦେଇଛି, ତାର ଶୋଇଛି। ଆଉ କାମ କିଛି ହେଇନି, ଆମର କେବଳ ଘର ଝାଡ଼ୁ ମରା ହେଇଛି। ଆଉ ବାଲ୍ଟି ସବୁ ଦେଖନ୍ତୁ ସବୁ ଖାଲି, କାହିଁକି ନା କାଲି ଏପଟରେ ଏତେ ଜୋର ବର୍ଷା ପବନ ହେଲା ଯେ କରେଣ୍ଟ ପଳେଇଥିଲା। ବର୍ତ୍ତମାନ ବି କାଲିର ସବୁ ପଡ଼ିଛି। କାଲି ସନ୍ଧ୍ୟା 4ଟା ଠାରୁ ମାନେ ଲାଇନ୍ ନାହିଁ ନା ପାଣି ନାହିଁ। ଆମର ପାଣି ଟାଇମ୍ ହେଉଛି 6:30ଟାରେ ଆସିବା କଥା, ହେଲେ ଯେହେତୁ କରେଣ୍ଟ ନଥିଲା ପାଣି ଆସିନି। ବହୁତ ସାରା କାମ ପଡ଼ିଛି, କେତେବେଳେ ପାଣି ଆସିବ। ଲାଇନ୍ ତ ଆସିଗଲାଣି, କେତେବେଳେ ପାଣି ଆସିବ ତାପରେ ମୁଁ ଯାଇ କାମ କରିବି। ଗୁଡ୍ ଆଫ୍ଟରନୁନ୍ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଭଲରେ ଅଛ ନା? ମାନେ 1.5 ବର୍ଷ ପରେ ମୁଁ ଭିଡ଼ିଓଟା ବନାଉଛି। ଆଉ ଏଟା ହେଲା ଆମର ଭେଣ୍ଡି ଆଳୁ ତରକାରୀ ହେଇଛି। ଆଉ ଏଟା ମୁଁ ଆଳୁ ଟମାଟର ଗୋଟେ ଚକଡ଼ା କରୁଛି। ଆଉ ଇଏ ହେଲା ଭେଣ୍ଡି ଗୋଟା ଭାଜିଛି, ଭାତ। ଆଉ ମୋ ଧନ ଏଠି ବସିଛି। ଚାଲନ୍ତୁ ଆଜି ଭିଡ଼ିଓଟା ପୁରା କଣ୍ଟିନ୍ୟୁ କରନ୍ତୁ। କ'ଣ କେମିତି ହେଉଛି ଆପଣମାନେ ଜାଣିପାରିବେ, କାହିଁକିନା ବହୁତ ଦିନ ପରେ ଭିଡ଼ିଓଟା ବନାଉଛି। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ମୋ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିଦେବେ, ଯାହାଦ୍ୱାରା କି ମୋ ଭିଡ଼ିଓରେ ନୂଆ ନୂଆ ନୋଟିଫିକେସନ୍ ଆପଣମାନଙ୍କର ବହୁତ ଜଲ୍ଦି ପହଞ୍ଚି ଯାଇପାରିବ। ଲାଇକ୍ କମେଣ୍ଟ ସେୟାର କରିବା ଟୋଟାଲି ଭୁଲିବେନି। ଦେଖିବା, ଆମର ତ ଆଜି ମାନେ ପାଣିର ପ୍ରୋବ୍ଲେମ୍ ଏପଟରେ ଏମିତି ଯେ, ଆଉ ଲାଇନ୍ ନଥିଲା ଯେହେତୁ କାଲିଠାରୁ ବର୍ଷାରେ ନା ଧନ ପାଣି, ଆମ ଧନ ତାର ରାତି ସାରା ଶୋଇନି। ରାତି ସାରା ଶୋଇନି। ସିଏ ବି ଶୋଇଥିଲା, ମୁଁ ଆପଣମାନଙ୍କୁ ଦେଖାଉଥିଲି ସକାଳେ। ତ ମୁଁ ଅଗାଧୁଆ ରୋଷେଇ ଛାଡ଼ି ଦେଇଥିଲି। ଆଉ ଯେମିତି ପାଣି ଆସିଲା ମାନେ 11:40 ପାଖାପାଖି ହେବ, ମାନେ 15-20 ମିନିଟ୍ ଆସିଲା। ମୁଁ କପଡ଼ା ସଫା କରି ସେଇଥିରେ ବର୍ତ୍ତନ ଧୋଇ ଗାଧେଇକି ପଳେଇ ଆସିଲି। ମାନେ ଅଧଘଣ୍ଟେ ଭିତରେ ଯାହା ସବୁ, ଅଧଘଣ୍ଟେ ବି ହେଲାନି ନା ନା, ଖାଲି ଜଷ୍ଟ ପାଣି ଢାଳି ହେଇକି ପଳେଇ ଆସିଲି। ଚାଲନ୍ତୁ ଖାଇବା ଏବେ। हाँ समझ मामा बोले बाबा मामा नख साइज कर मामा नख साइज कर आसला 4:15 ना 30 मु मोबाइल देखुली लाइन आसला तापर डोडी की गली तो चार्ज बसैली पानी भरली तापर तो टीवी लखेली टीवी लगी मामा को वर्षा हम पूरा सफा देखा वर्षार ब अक्षर भी देखा जाऊनी ना मामा 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 वर्षार ब अक्षर भी देखा जाऊनी मिला मत सही बड़ा टीवी देखुचे माने जलखिया आमर आसीगला एटा खाइबा मो धन रेडी है खाइबा मीठा एटा मीठा एटा मु खाइबी मु खाइ तार खाइब लंका खाइदे घर बुढ़ा ना अधिक तो करे जईटा करना इटा रख दे दा कवर रहले खराब हो एटा थई दियो
ଗରମ ଗରମ ଇଟିଲି ତ ଇଏ କ'ଣ ବରା ତରକାରୀ ମଟର ଓଡ଼ିଆ ତ କ'ଣ ଏଠି କହିଲେ ମଟର ତରକାରୀ ଏତେ ଟେଷ୍ଟ ଅଛି ଆଉ କୋଉଠୁ ଆଇଲ ମଟର ତରକାରୀ ବଢ଼ିଆ ଖାଲି ତମେ ମାନେ ମତେ ଯୋଉ କଥାଟା ଦେଇଛ ସେଇଟା ରଖିବ ଅନ୍ୟରେ ତ ବାପାଙ୍କ ସହିତ ଦେଖା ନ କରେଇଲେ ବି ମା ତାଙ୍କ ସହିତ ଟିକେ କଥା ତ କରେଇ ଦିଅ ନା ମୋର ତରକାରୀଟା ଆକ୍ଚୁଆଲି ମସ୍ତ ହେଇଛି ମୁଁ ଏଇଟା ରାତିରେ ଖାଇଲି ତରକାରୀ ରୁଟି ବନେଇଦେବ ବିଶ୍ୱାସ କର ମତେ ଏଥିପାଇଁ ବହୁତ ଖରାପ ଲାଗୁଛି ତମେ ଏଇ ତରକାରୀ କାମ କରୁଥିଲି ସାଙ୍ଗ ବୁଝିକି ଅନୁରୋଧକୁ ଯେତେ ଶୀଘ୍ର ବୁଝି ପାରିଛନ୍ତି କଣ ହେଲା ମୋ କଥାର କିଛି ଉତ୍ତର ଦେଲେନି ତ କୁହ ନା ମା ଆଜି କଥା ସବୁବେଳେ କଣ କଥା କହିବାକୁ ଲାଗିବ ନମ୍ବର ସିମ୍ ପକାଉନ ପୁଅ ତରକାରୀଟା କେମିତି ହେଇଛି କହ ବରା ଖାଇଲୁ ନାହିଁ ବରା ନାହିଁ କି ବରା ତମେ ଖାଉନ ମୁଁ ଖାଇଯିବା ନା ଆଉ ଗୋଟେ ଖାଇଦେ